प्रेज द लॉर्ड। प्रभु को धन्यवाद दिए प्रातः सकाल पाई प्रभु उपस्थिति आम मध्य अच्छी। विशेषकर आज चिंतन आज वाक्य निमंते आम चिंता करवा, कारण आम वाक्य देखि आसुचे अंतिम समय मंडली कि प्रकार स्थिति रहिबो। आम अनेक विषय आलोचना कले। आज मध्य आम देखा से अंतिम समय मंडली रे ईश्वर लोक माने एक विशृंखलित जीवन से माने कि प्रकार काटिबे बा अवहेलित ख्रिस्टियन जीवन जाकि बाइबल प्रकाश करे। कारण ख्रिस्टियन जीवन होउची ख्रिस्टीय जीवन होउची अवहेलित नुहे। कारण अवहेलित जीवन सदा बेले पाप करने को प्रवताई थाए। सेथिपाई आ साधु प्रेरित पाउल मध्य आ तिमोथी निकट को सी प्रथम पत्र से लिखिले, जाकि प्रथम तिमोथी तार 4 अध्याय 1-2 पद को जदि आमे पाठ करिबा, सेठी बाइबल प्रकाश करे आत्मा स्पष्ट रूपे कहुअछंती, उत्तर काल रे कई भ्रष्ट विवेक मिथ्यावादी लोकमानक कपटपणरे और भ्रांतिजनक आत्मा मानक प्रति और भूत मानक शिक्षा प्रति मनोयोग करी विश्वास परित्याग करिवे। एठी प्रिय ईश्वर लोक माने आउ आमाने जदि देखिबा मंडली अंतिम समय मंडली, कारण बाइबल प्रकाश करे भ्रष्ट विवेक मिथ्यावादी लोक माने मंडली भीतर प्रवेश करिवे। आउ सेमानकर को माने सेमानकर कपटाचरण रे लोक माने पड़ी जिवे। भ्रांतिजनक शिक्षा भूतमानकर शिक्षा मंडली मध्य प्रवेश करिवो। तेणुकरी केतेबेले जणे जेतेबेले आउ आत्मिक विषय ठारू दूर रुहे, अवहेलित जीवन ख्रीष्टंक ठारू, तले आमानकर अवहेलित जीवन को आमाने मूल्यांकन करि न थांती। से आमर आत्मिकता को से माने भूली जाई थांती। आत्मा को बसरे से माने रही आगु को बढ़ी न थांती। काहे ना मनुष्य जीवन रे जाकि बाइबल प्रकाश करे फिजिकल जोन बा कंफर्ट जोन को माने ताको आत्मिक द्वारा ही ओवरकम करिबा। कारण जड़े जितेबले शारीरिक बसरे रही जाए, से जगत प्रति तार प्रीति बढ़ी चले। ताले एठी माने देखुचे, कारण बाइबल प्रकाश करुचे ईश्वर आउ जेते लोक आत्मा को द्वारा चालित होती से माने ईश्वर संतान। कारण शरीर सदा आम को डोमिनेट करने चेष्टा करे, जगत प्रति आकर्षित आम मध्य आने। ताहूची शारीरिक जोन जोड़ा फिजिकल जोन हूँ कंफर्ट जोन, गोटे विलास व्यसन रे जीवन को अतिवाहित करवा। किंतु आमे नूतन नियम हूँ न्यू संबंध स्थापन को बुझाए। आमाने समस्ते नूतन नियम रही
ନ୍ୟୁଜ୍ ସମ୍ବନ୍ଧ ଆମମାନଙ୍କର ପୃଷ୍ଠଭୂମି, କାରଣ ଯାହାକି ଖ୍ରୀଷ୍ଟଙ୍କ ସହଭାଗିତାରେ ବଢ଼ିବା ତା ଈଶ୍ୱର ଚାହାନ୍ତି। ସେଥିପାଇଁ ଯାକୁବ ମଧ୍ୟ ସେ ଗୋଟେ ବିଷୟ ଲେଖିଲେ 4 ଅଧ୍ୟାୟ 17 ପଦରେ ଯେ ସତ୍କର୍ମ କରିବାକୁ ଜାଣି ତା କରେ ନାହିଁ ତା ପାପ ଅଟେ। ତାହା ହେଉଛି ଅବହେଳିତ ଜୀବନକୁ ବୁଝାଏ। ଜଣେ ସତ୍ୟ ମାର୍ଗ ଜାଣି ସତ୍ୟର ଅନୁଗାମୀ ନ ହେବା, ସତ୍ୟ ପଥରେ ନ ଚାଲିବା, ତାହେଲେ ତ ପାପ। ତା ଅର୍ଥ ସିନ୍‌କି ସେ ଆମନ୍ତ୍ରଣ କରେ। ଜଣେ ଅବହେଳିତ ଜୀବନ ଦ୍ୱାରା ଆଉ ସେ କ'ଣ କରେ? ଶୈତାନ ଦ୍ୱାରା ଗ୍ରାସିତ ହୁଏ। ଆମେ ଯେତେବେଳେ ଅବହେଳିତ ଜୀବନ କାଟୁ, ଆତ୍ମିକତା ଆମମାନଙ୍କ ଠାରୁ ଯେତେବେଳେ ଚାଲିଯାଏ, ତାହେଲେ ସେତେବେଳେ ସିନ୍ ଏଣ୍ଟର କରେ ଆମମାନଙ୍କ ଶରୀର ଭିତରେ। ତାହେଲେ ଆମମାନେ କ'ଣ କରୁ? ଆଉ ଶୈତାନ ଦ୍ୱାରା ଗ୍ରାସିତ ହେଇଯାଉ। ଖ୍ରୀଷ୍ଟିଆନ ଜୀବନଟା ହେଲା ଗୋଟେ ପରିପୂର୍ଣ୍ଣ ଆତ୍ମିକ ପରିବେଶରେ ରହିବା, ଆତ୍ମାଙ୍କର ଚାଳନାରେ ବଢ଼ିବା। କାହିଁକି ନା ତାହା ହେଉଛି ଗୋଟେ ଖ୍ରୀଷ୍ଟିଆନ ଜୀବନ। ସୁନା ପରି ଜଳୁଥିବ। ଆମମାନଙ୍କର ବ୍ୟକ୍ତିଗତ ସମ୍ବନ୍ଧ ଏଭ୍ରିଡେ ଆମେ ପରମେଶ୍ୱରଙ୍କ ସହିତ ଗମନାଗମନ କରିବା, ଏଭ୍ରିଡେ ଈଶ୍ୱରଙ୍କ ସହଭାଗିତା ବଢ଼ିବା, ସମ୍ବନ୍ଧ ସ୍ଥାପନ, ବାଇବେଲ ଷ୍ଟଡି, ପ୍ରାର୍ଥନା, ପ୍ରତ୍ୟେକ ଦିନ ଆମର ବ୍ୟକ୍ତିଗତ ଜୀବନରେ ପ୍ରଭୁ ତାହା ଆଶା ବାନ୍ଧନ୍ତି। ସେଥିପାଇଁ ଗୀତ ଲେଖିଲେ 12 ଅଧ୍ୟାୟ 1 ପଦ ଲେଖା ଅଛି, ଆଉ ଧାର୍ମିକ ଲୋକ ବିନଷ୍ଟ ହେଉଅଛି, ଧାର୍ମିକ ଲୋକ ଅପପାତ ହେଉଛି। ମନୁଷ୍ୟ ସନ୍ତାନଗଣ ମଧ୍ୟରୁ ବିଶ୍ୱସ୍ତ ଲୋକ ହ୍ରାସ ହେଉଅଛି। ତାର ଅର୍ଥ କ'ଣ? ଯେଉଁମାନେ ଜଗତର ମିତ୍ର ପାଇଁ ସେମାନେ, ଯାକୁବ ମଧ୍ୟ ଲେଖିଲେ, ଜଗତ ସହିତ ଯେଉଁମାନେ ସାଲିସ କରନ୍ତି, ଜଗତର ମିତ୍ର ହୋଇ ଯେଉଁମାନେ ଆଗକୁ ବଢ଼ନ୍ତି, ସେମାନେ ଈଶ୍ୱରଙ୍କର ଶତ୍ରୁ ହେବେ। ଆମେ ଜଗତ ମଧ୍ୟରେ ଅଛେ ନା ମାନେ ଈଶ୍ୱରଙ୍କ ସହିତ ଚାଲୁଛେ? ପ୍ରଥମ ବିଷୟ ଆମେ ଚିନ୍ତା କରିବା। ଆମେ ଯଦି ଅବହେଳିତ ଜୀବନ କାଟୁଛେ, ଖ୍ରୀଷ୍ଟଙ୍କର ବର୍ଡ଼ନ ଥିବା ସତ୍ତ୍ୱେ ଆମେ ଯଦି ଖ୍ରୀଷ୍ଟଙ୍କ ସତ୍ୟକୁ ହରେଇ ବସିଛେ, ଖ୍ରୀଷ୍ଟଙ୍କ ସହଭାଗିତାରେ ଆମେ ବଢ଼ି ପାରୁନେ, ଆମେ ଯଦି ଅବହେଳିତ ଭାବରେ ଈଶ୍ୱରଙ୍କ କାର୍ଯ୍ୟକୁ କରୁଛେ, ତାର ଅର୍ଥ ହେଉଛି ଆଉ ଆମେ ଜଗତ ଭିତରେ ରହିଛେ। ଏଠି ଗୀତ ରଚକ ଯେ ପ୍ରକାର ଲେଖିଲେ, ଧାର୍ମିକ ଲୋକ ଲୋପ ପାଉଅଛି, ବିଶ୍ୱସ୍ତ ଲୋକ ମଧ୍ୟ ହ୍ରାସ ପାଉଅଛି। କାହିଁକି ନା ତାର ପରିଭାଷାକୁ ଯଦି ଦେଖିବା, ଧାର୍ମିକ ଲୋକ ଯେତେବେଳେ ଆଉ ଅବହେଳିତ ଜୀବନ କାଟେ, ଖ୍ରୀଷ୍ଟଙ୍କ ସହଭାଗିତାରେ ଯେତେବେଳେ ଆଗକୁ ବଢ଼େ ନାହିଁ, ତାହେଲେ ଜଗତ ଭିତରେ ଯେତେବେଳେ ବୁଡ଼ିଗଲେ, ତାହେଲେ ଈଶ୍ୱରଙ୍କର କାର୍ଯ୍ୟରୁ ସେ ନିବୃତ୍ତ ରୁହେ। ସେ କେବଳ ନଟ୍ ପ୍ଲିଜ୍ ଟୁ ଗଡ୍, ଈଶ୍ୱରଙ୍କର ସନ୍ତୋଷର କାରଣ ହେଇପାରେନି। ତେଣୁକରି ଆହୁରି ମଧ୍ୟ ଗୀତ ରଚକ ଲେଖିଲେ, ଗୀତ ସଂହିତା 14 ଅଧ୍ୟାୟ 4 ପଦରେ, ଅଧର୍ମଚାରୀ ସମସ୍ତଙ୍କର ଜ୍ଞାନ ନାହିଁ, ସେମାନେ ମୋ ଲୋକଙ୍କୁ ଆହାର ପରି ଗ୍ରାସ କରନ୍ତି, ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ନାହିଁ। କାରଣ ଅଧର୍ମଚାରୀ ଏଠି ଯଦ୍ୟପି ଆଉ ଏଠି ଗୀତ ରଚକ ଷ୍ଟେଟମେଣ୍ଟ ଦଉଛନ୍ତି, ଅଧର୍ମଚାରୀ ସମସ୍ତଙ୍କର ଜ୍ଞାନ ନାହିଁ, ସେମାନେ ଅଜ୍ଞାନୀ, ସେମାନେ ମୋ ଲୋକଙ୍କୁ ଆହାର ପରି ଗ୍ରାସ କରନ୍ତି। କେତେବେଳେ? ଯେତେବେଳେ ଜଣେ ଈଶ୍ୱରଙ୍କ ଲୋକ ଅବହେଳିତ ଜୀବନ କାଟିବ, ଖ୍ରୀଷ୍ଟଙ୍କ ସତ୍ୟକୁ ଯେତେବେଳେ ହରେଇ ବସେ, ତାହେଲେ ଅଧର୍ମଚାରୀ ଲୋକମାନେ ସେମାନେ ଈଶ୍ୱରଙ୍କ ଲୋକମାନଙ୍କୁ ଆହାର ପରି ଗ୍ରାସ କରିବେ।
ସଦାପ୍ରଭୁଙ୍କ ନିକଟରେ ସେମାନେ ପ୍ରାର୍ଥନା କରନ୍ତି ନାହିଁ। ଏଠି ଯଦ୍ୟପି ଅଧର୍ମଚାରୀମାନଙ୍କ ବିଷୟ ଲେଖା ଆମେ ଦେଖୁଛେ, କିନ୍ତୁ ଈଶ୍ୱରଙ୍କ ଲୋକମାନେ ଅନ୍ତିମ ସମୟରେ ସେମାନେ ପ୍ରାର୍ଥନାରୁ ନିବୃତ୍ତ ହେବେ। ତ ସେଥିପାଇଁ ଅବହେଳିତ ଜୀବନ ହେଉଛି ଅତି ଭୟଙ୍କର। କାରଣ ଗୀତରଚକ 118 ଅଧ୍ୟାୟ 26 ପଦରେ ଆଉ ଗୀତରଚକ ପୁଣି ଲେଖିଲେ, ସଦାପ୍ରଭୁଙ୍କ ଗୃହରୁ ଈଶ୍ୱର ଆମମାନଙ୍କୁ ଆଶୀର୍ବାଦ କରନ୍ତି। ସଦାପ୍ରଭୁ ସିଓନ ଠାରୁ ଆମମାନଙ୍କୁ ବଳବାନ କରନ୍ତି। କାରଣ ସଦାପ୍ରଭୁ ମଧ୍ୟ ସିଓନ ଠାରୁ ପରାକ୍ରମ ଦଣ୍ଡକୁ ପ୍ରେରଣ କରନ୍ତି। ଆମେ ଜାଣୁଛେ ସଲୋମନ ମହାଜ୍ଞାନୀ। ପ୍ରଥମ ରାଜା 11 ଅଧ୍ୟାୟକୁ ଯଦି ଆପଣମାନେ ଦେଖିବେ, ଆଉ ଜ୍ଞାନୀ ଲୋକ ତାର ଜ୍ଞାନ ଦ୍ୱାରା ସେ ଭ୍ରଷ୍ଟ ହେଇଗଲେ। କାରଣ ବିପଥଗାମୀ ହେଇଗଲେ। ଈଶ୍ୱରଙ୍କ ଠାରୁ ସେ ବିପଥଗାମୀ ହବାର ଅନେକ କାରଣ ଥିଲା। କାରଣ ଈଶ୍ୱରଙ୍କ ଠାରୁ ବିମୁଖତା ହେବା, କାରଣ ପ୍ରଭୁ ସଲୋମନକୁ ମଧ୍ୟ ଦର୍ଶନ ଦେଲେ। ସେ ଡିନାଇ ଟୁ ଗଡ୍, ଈଶ୍ୱରଙ୍କୁ ଅଗ୍ରାହ୍ୟ କଲେ। ବିମୁଖତା ଈଶ୍ୱରଙ୍କର ବାକ୍ୟକୁ ପାଳନ କରିନଥାଏ। କାହିଁକିନା ବିମୁଖତା ଈଶ୍ୱରଙ୍କ ସହିତ ନିବିଡ଼ ସମ୍ପର୍କ ମଧ୍ୟ ସେମାନେ ରଖିପାରିନଥାନ୍ତି। ବିମୁଖତା ହେଉଛି ନିଜ ଅନ୍ତଃକରଣରେ ସ୍ୱଚ୍ଛତା, ପବିତ୍ରତାକୁ ସେମାନେ ବଜାଇ ରଖିପାରନ୍ତି ନାହିଁ। ଆଉ ବିମୁଖତା ହେଉଛି ସର୍ବନାଶର କାରଣ ବା ସର୍ବନାଶର ପଥକୁ, ବିନାଶର ପଥକୁ ଚୁଜ୍ କରିବା। ସେଥିପାଇଁ ଆଉ ସଲୋମନଙ୍କ ଜୀବନରେ ବିମୁଖତାର କାରଣ, ବିପଥଗାମୀ ହବାର କାରଣ ତାଙ୍କର ଭାର୍ଯ୍ୟାମାନେ। ତେଣୁକରି ଆମେ ଦେଖୁଛେ, ଜଣେ ଯେତେବେଳେ ପରମେଶ୍ୱରଙ୍କ ପ୍ରତି এই ଅନ୍ତିମ ସମୟରେ ଆମମାନଙ୍କର କାମ ହେଲା ଆମେ ପରମେଶ୍ୱରଙ୍କ ପ୍ରତି ଆକର୍ଷିତ ହେବା, ପରମେଶ୍ୱରଙ୍କର ଦ୍ୱାରସ୍ଥ ହେବା। ପ୍ରଭୁଙ୍କ ସହିତ ଯେହେତୁ ଆମମାନେ ଏହି ନୂତନ ନିୟମରେ ବାସ କରୁଛେ, ଆମେ ନ୍ୟୁ ସମ୍ବନ୍ଧରେ ରହିବା। ସେଥିପାଇଁ ଆଇବ ତାର 21 ଅଧ୍ୟାୟ 9 ପଦରେ ଲେଖାଗଲା, ସେମାନଙ୍କ ଗୃହ ଭୟରୁ ରକ୍ଷିତ ଥାଏ। କୋଉମାନଙ୍କ ଗୃହ? ଯେଉଁମାନେ ବିମୁଖତା ହୁଅନ୍ତି, ଯେଉଁମାନେ ଆଉ ଅବହେଳିତ ଖ୍ରୀଷ୍ଟିଆନ ଜୀବନ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇନଥାନ୍ତି, ଏକ ଅବହେଳିତ ଜୀବନ କାଟନ୍ତି, ସେମାନଙ୍କ ଗୃହ ଭୟରୁ ରକ୍ଷିତ ଥାଏ। ସଦାପ୍ରଭୁଙ୍କ ଭୟ ସେ ଗୃହରେ ରୁହେ ନାହିଁ, କି ପରମେଶ୍ୱରଙ୍କ ଜଷ୍ଟି ସେ ଗୃହରେ ନଥାଏ। ତେଣୁକରି ଆଉ ସେ ପରିବାର ଈଶ୍ୱରଙ୍କ ପ୍ରତି ଭୟ ରହିବନି। ପରମେଶ୍ୱରଙ୍କ ଜଷ୍ଟି ବା ଶାସନ ବାଡ଼ି ସେ ପରିବାର ମଧ୍ୟରେ ନଥାଏ। ସେଥିପାଇଁ ଆଉ ଆଇବ ମଧ୍ୟ ଆହୁରି ଲେଖିଲେ 21 ଅଧ୍ୟାୟ 13-14 ପଦରେ ଯଦି ଆପଣମାନେ ଦେଖିବେ, ସେମାନେ ସମୃଦ୍ଧିରେ ଆପଣା ଦିନ କ୍ଷେପଣ କରନ୍ତି, ଏକ ନିମିଷକେ ପାତାଳକୁ ଓହ୍ଲେଇ ଯାଆନ୍ତି। ସେମାନେ ପରମେଶ୍ୱରଙ୍କୁ କୁହନ୍ତି, ଆମ୍ଭ ନିକଟରୁ ଦୂର ହୁଅ, କାରଣ ଆମେ ତୁମର ମାର୍ଗ ବିଷୟ ଜ୍ଞାନ ବାଞ୍ଛାନ କରୁ। ମାନେ ଏଠି ଦୁଷ୍ଟ ଲୋକମାନ ବିଷୟ ଲେଖା ହେଇଛି। ଗୋଟେ ଅବହେଳିତ ଖ୍ରୀଷ୍ଟିଆନ ଜୀବନ ଆଉ ଯେତେବେଳେ ତାର ଦୁଷ୍ଟତାର ସ୍ୱଭାବ କେତେବେଳେ ଆସିଯାଏ, ଯେତେବେଳେ ସେ ଫିଜିକାଲ ଜୋନ୍, କମ୍ଫର୍ଟ ଜୋନ୍କୁ ଚାଲିଯାଏ, ପାପ ଦ୍ୱାରା ଯେତେବେଳେ ପ୍ରତାରିତ ହୁଏ, ସିନ୍ ଯେତେବେଳେ ତା ଜୀବନ ଏଣ୍ଟର କରେ, ତାହେଲେ ଏଠି ଆଉ ଶୈତାନ ପୂର୍ଣ୍ଣ ମାତ୍ରାରେ ତାକୁ ଆଉ ଅଗୁବାଇ କରେ, ଅଧିକାର କରିନି।
आध्यात्मिक जीवन में जितेबाला आम जीवन कौन हुए विपथ गमन हो जाए ये आम ईश्वर ठारू पृथकीकृत हो जाऊ ईश्वर ठारू अलगा हो जाऊ ईश्वर उपस्थिति मध्यरु बाहर रहू तेणुकरी एठी बाइबल प्रकाश करे जे ईश्वर मध्य आमान अपराध पाप आमान को विच्छेद कर दिए कहीं आध्यात्मिक विपथ गमन होची शीतलता जीवन काटिबा जो माने आध्यात्मिक जीवन अति अवहेलित जीवन काटती कारण बाइबल प्रकाश करुची आध्यात्मिक जीवन विपथ गमन हवा होची शास्त्र पाठ प्रेयर फास्टिंग मंडली प्रति आग्रह मध्य कमी जाए ताउची विपथ गमनर कारण कारण जितेबाला आध्यात्मिक जीवन जड़े आउ जो विपथ गमन हुए ता भीतर लोभासक्त आसी जाए जगत प्रति आवेग बढ़ी चले तापरे आध्यात्मिक विषय जिते आम मैंने विपथ गमन हो जाऊ ताहा नीच वस्तु प्रति मन देवा पाप सहित सालिश करिबा शत्रु को आह्वान करिबा शत्रुर नियंत्रण मध्य को चली जीवा एटी शारीरिक अभिलाष आसक्त हवा आउ अपराध प्रति निजर दुर्बलता को परिप्रकाश करिबा एठी जने विमुखता मध्य को चली जाए ख्रीष्टंक ठारू दूरे जीवा आमे जगत प्रति आसक्त हो जाऊ ता भीतर गोटे भय रुए नहीं मनुष्यर स्वभाव भय अभिमान स्वार्थपरता प्रतिमा पूजा अबाध्य ऐसा विषय कौन हुए ता जीवन प्रति लगी जाए तेणुकरी बाइबल प्रकाश करुसी गोटे क्षमतार मोह निरंतर ध्यान को से माने गुरुत्व न दबा निरंतर वाक्य अध्ययन निवृत्त हवा अंतर रहिबा ए समस्त विषय कौन हुए मंडली उपासना प्रति अवहेलित जीवन काटिबा ए समस्त जीवन से माने जाकि आध्यात्मिक विषय रु माने विपथ गमन हो सेतिपाई जिरिमे लेखिले 3 अध्याय 22 पद लिखाई हे विपथगामी संतानगण फेर आम्भे तुम मान को तुमर विपथ गमन रोग को सुस्थ करिबा माने एठी गोटे विषय जिरिमिय से गोटे विषय कहउछंती हे विपथगामी संतानगण फेर आमे तुमको विपथ गमन रोग को सुस्थ करिबा ता होची गोटे पीड़ा मध्य को नहीं जाए विपथ गमन होची आम माने गोटे पीड़ित अवस्था रे रही जाऊ दुर्बल अवस्था को चली जाऊ सेतिपाई होशेय 14 अध्याय 4 पद रे आउ से होशेय मध्य लिखिले आमे सेमानकर विपथ गमन प्रतिकार करिबा आम्भे स्वच्छंदरे सेमान को प्रेम करिबा आमे ताटारु क्रोध निवृत्त करिबा केते बेले जेतल टर्न टू गॉड आमे तले ईश्वर को प्रति आसक्त हवा आउ ईश्वर को निकट जेतले फेरी आसु ताले आउ एठी ओसे भविष्यत वक्ता कहिले आमे से विपथ गमन प्रतिकार करिबा आमे स्वच्छंदरे सेमान को प्रेम करिबा आमे ताठारु क्रोध निवृत्त करिबा आउ जाकू मध्य लिखिले 1 अध्याय 21 पद रे तुम माने समस्त प्रकार असुचिता सर्व प्रकार दुष्टता परित्याग करी
যে রূপিত বাক্য ତୁମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ ତା ନମ୍ର ଭାବରେ ଗ୍ରହଣ କର। ତାହେଲେ ବିପଥ ଗମନ ଯେତେବେଳେ ମନୁଷ୍ୟ ଈଶ୍ୱରଙ୍କ ଲୋକମାନେ ହେଇଯାଆନ୍ତି, ନୋ ଭିଜନ, ସେମାନଙ୍କ ପାଖରେ ଦର୍ଶନ ରୁହେ ନାହିଁ। ବିପଥ ଗମନ ସେମାନେ ଲକ୍ଷ୍ୟସ୍ଥଳକୁ ଆଚିଭ୍ କରିପାରନ୍ତି ନାହିଁ। ଜଣେ ବିପଥ ଗମନ ହେବାର କାରଣ ହେଲା ଯେ ଈଶ୍ୱରଙ୍କ ଅନୁଗ୍ରହରୁ ସେମାନେ ବଞ୍ଚିତ ହୋଇଯାଆନ୍ତି, କାରଣ ତିକ୍ତତା ବିଷୟ ତା ଜୀବନରେ ଅଙ୍କୁରିତ ହୁଏ। ବିପଥ ଗମନ ହେଉଛି ନଟ୍ ଅଣ୍ଡରଷ୍ଟାଣ୍ଡ ଦ ଗଡ୍ସ ୱାର୍ଡ, ଈଶ୍ୱରଙ୍କର ବାକ୍ୟକୁ ଆମେ ବୁଝିପାରିନଥାଉ, ଗୋଟେ ଅସ୍ଥିରତା ଜୀବନ, ଅନଷ୍ଟେବୁଲ ମଧ୍ୟରେ ଜୀବନ କାଟିବା। ତେଣୁକରି ଏଠି ପ୍ରିୟ ଈଶ୍ୱରଙ୍କ ଲୋକମାନେ ବିପଥ ଗମନ ହେଉଛି ନୋ ସେଫ୍ଟି, ଈଶ୍ୱରଙ୍କର ପ୍ରୋଟେକ୍ସନ ମଧ୍ୟ ଆମ ପାଖରେ ରୁହେ ନାହିଁ। ତେଣୁକରି ଆସନ୍ତୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆଉ ଆମମାନେ ଅନ୍ତିମ ସମୟରେ ବାଇବେଲ ପ୍ରକାଶ କରୁଛି ଏକ ଅବହେଳିତ ଖ୍ରୀଷ୍ଟୀୟ ଜୀବନ, ତାହା ଅନ୍ତିମ ସମୟର ଲକ୍ଷଣ ରହିବ। ଭ୍ରାନ୍ତ ଶିକ୍ଷା ପ୍ରତି ଆବେଗ ବଢ଼ି ଚାଲିବ, ମଣ୍ଡଳୀ ଭିତରେ ପାପ ଅଧର୍ମ ବୃଦ୍ଧି ହେବ, ଲୋକମାନଙ୍କର ଅଧର୍ମ ବଢ଼ିବା। ଅନ୍ତିମ ସମୟରେ ପ୍ରେମରୁ ଲୋକମାନେ ଶିଥିଳ ହୋଇଯିବେ, ପ୍ରେମରୁ ବିଚ୍ୟୁତ ହୋଇଯିବେ। ତା ଅନ୍ତିମ ସମୟର ଘଟଣା। ଲୋକମାନେ ସ୍ୱାର୍ଥପର ହୋଇଯିବେ। ତେଣୁକରି ଆସନ୍ତୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆଜିର ଚିନ୍ତନ ଯାମାନେ ଏ ବିପଥ ଗମନ, ଯଦି ମୁଁ ଈଶ୍ୱରଙ୍କ ସହିତ ମୋର ଅସ୍ତିତ୍ୱ ମୋର ସ୍ଥିତିକି ବଜେଇ ରଖିଛି, ବା ମୁଁ ଯଦି ବଜେଇ ପାରୁନି, ଈଶ୍ୱରଙ୍କ ସହିତ ମୋର ସହଭାଗିତା ଯଦି ଠିକ ନାହିଁ, ପୁଣି ସୁଯୋଗ ଅଛି, ସମୟ ଅଛି। ଆମମାନେ ପୁଣି ଈଶ୍ୱରଙ୍କ ନିକଟକୁ ଫେରି ଆସିବା, ପୁଣି ଆଧ୍ୟାତ୍ମିକ ବିଷୟ ପ୍ରତି ମନୋଯୋଗୀ ହେବା। ଈଶ୍ୱରଙ୍କ ପ୍ରତି ଆମମାନଙ୍କର ଆବେଗ ବଢ଼ି ଚାଲିବ, କାରଣ ଈଶ୍ୱର ତାଙ୍କ ଲୋକମାନଙ୍କୁ କେବେ ଛାଡ଼ିବେ ନାହିଁ, ପରିତ୍ୟାଗ କରିବେନି, ତା ଈଶ୍ୱର ପ୍ରତିଜ୍ଞା କରିଛନ୍ତି। ଆସନ୍ତୁ ଈଶ୍ୱରଙ୍କ ଲୋକମାନେ, ଯଦି ଆଜି ଆମମାନେ ଅବହେଳିତ ଜୀବନ କାଟୁଛେ, ଯଦି ଆମମାନେ ଆଜି ଈଶ୍ୱରଙ୍କ ଠାରୁ ବିମୁଖ ହୋଇଯାଇଛେ, ଯଦି ଆମମାନେ ଈଶ୍ୱରଙ୍କର ସତ୍ୟକୁ ହରେଇ ବସିଛେ, ପୁଣି ଆମମାନେ ଅନୁତାପର ସହିତ ପ୍ରଭୁଙ୍କର ଉପସ୍ଥିତି ମଧ୍ୟକୁ ଆସିବା, କହିବା ପ୍ରଭୁ ମୁଁ ଆଜି ଆତ୍ମିକ ଜୀବନ ଶିଥିଳ ହୋଇଯାଇଛି, ମୁଁ ଆଧ୍ୟାତ୍ମିକ ଜୀବନ ଠାରୁ ଦୂରକୁ ଚାଲି ଯାଇଛି, ତାହା ହେଉଛି ମୋର ବିପଥ ଗମନର କାରଣ, ତାହା ହେଉଛି ମୋର ଅବହେଳିତ ଜୀବନ। ତେଣୁକରି ଆମମାନେ ପୁଣି ଫେରି ଆସିବା, ପୁଣି ପ୍ରଭୁ ଆମମାନଙ୍କୁ ଆଲିଙ୍ଗନ କରିବେ, ପୁଣି ପ୍ରଭୁ ଆମମାନଙ୍କୁ ଆକର୍ଷିତ କରିବେ। ତେଣୁକରି ଈଶ୍ୱରଙ୍କୁ ମୁଁ ଧନ୍ୟବାଦ ଦିଏ। ଅନ୍ତିମ ସମୟରେ ଆମମାନେ ସମସ୍ତେ ବାସ କରୁଛେ, ଆମମାନଙ୍କର ପ୍ରସ୍ତୁତିକରଣ ମଧ୍ୟରେ ଆମମାନେ ରହିବା ଆବଶ୍ୟକତା ରହିଛି, କାହିଁକିନା ପ୍ରଭୁ ଶୀଘ୍ର ଆସୁଛନ୍ତି ମଣ୍ଡଳୀ ରୂପକ ସତୀ କନ୍ୟାକୁ ସେ ନେବା ପାଇଁ। ତେଣୁକରି ଧନ୍ୟବାଦ ଦିଏ ଆଜିର ଚିନ୍ତନ ପାଇଁ, ଆଜିର ବାକ୍ୟ ପାଇଁ। ଆଉ ନିଶ୍ଚିତ ଆମେ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ପରସ୍ପର ଠାରୁ କିଛି ଶିଖିବା ପାଇଁ ଏ ପ୍ଲାଟଫର୍ମ ମାନେ ବସୁଛେ। ଆପଣମାନେ ମଧ୍ୟ ଈଶ୍ୱରଙ୍କ ବାକ୍ୟ ଶୁଣୁଥିବା,
ଶୁଣୁଥିବା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦଉଛି। ଆପଣଙ୍କର ପ୍ରେମ ପାଇଁ ମଧ୍ୟ ମୁଁ ଆପଣଙ୍କୁ ଧନ୍ୟବାଦ ଦିଏ। ଆଉ ଆପଣମାନେ ଏ ବାକ୍ୟ ଶୁଣି ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସେୟାର ମଧ୍ୟ କରନ୍ତୁ। ଧନ୍ୟବାଦ ଦଉଛି। ପୁଣି କାଲି ଆମେ ପ୍ରାତଃ ସକାଳେ ଈଶ୍ୱରଙ୍କର ବାକ୍ୟ ଦେଖିବା। ଧନ୍ୟବାଦ।